ତ୍ରିବିଧ ଜନ୍ମ ଶୌକ୍ର ସାବିତ୍ର ଯାଜ୍ଞିକ ଏ ତ୍ରିବିଧ ଜନ୍ମ ଅଛି। ଶୁକ୍ର ପ୍ରଥମ ଜାତ ହଉଛି ଶୌକ୍ର ଜନ୍ମ, ତାଙ୍କର ଶୁକ୍ରରୁ ପୁତ୍ର ଜାତ হয়। ଦ୍ୱିତୀୟ ଜନ୍ମ ହଉଛି ସାବିତ୍ର ଜନ୍ମ, ଅର୍ଥ ଗୁରୁ ଗୃହକୁ ଗଲେ ଗୁରୁଙ୍କ ଦ୍ୱାରା ସଂସ୍କାର ହେଲେ, କଥାର ଦୀକ୍ଷା ଗ୍ରହଣ କଲେ, ଦ୍ୱିତୀୟ ଜନ୍ମ ଲାଭ କରେ ତ ଦ୍ୱିଜ କୁହାଯାଏ। ତାହା ହଉଛି ସାବିତ୍ର ଜନ୍ମ। ତୃତୀୟ ଜନ୍ମ ହଉଛି ଯାଜ୍ଞିକ ଦୀକ୍ଷା ଲାଭ କଲେ, ଯଜ୍ଞ କରିବା ପାଇଁ ଯୋଗ୍ୟ হয়, ତାର ନାମ ହଉଛି ଯାଜ୍ଞିକ ଜନ୍ମ। ଏ ତ୍ରିବିଧ ଜନ୍ମର କଥା ଶାସ୍ତ୍ରରେ ବିଶେଷ କରି ଭାଗବତରେ କୁହାଯାଇଛି। ଏ ତ୍ରିବିଧ ଜନ୍ମ ଯାହା କହନ୍ତି ସଫଳ ହବ ବା ଜନ୍ମ ବିଶୁଦ୍ଧ ହବ। ଯେତେବେଳେ ବେଦ ମନ୍ତ୍ର ଉଚ୍ଚାରଣ କରି ଅରଣି ମନ୍ଥନ କରିକିରି ଯଜ୍ଞ କରାଯାଏ, ତ୍ରିବିଧ ଯଜ୍ଞ ଜନ୍ମ বিশুদ্ধ হয়।